ଏଇ ଗାଡି ହଉଛି ମୋ ଜେଜେଙ୍କର। ତ ବିନା ପାଣି କ୍ଲବ ର ସବୁ ମେମ୍ବର ମାନେ ସବୁ ଭାଇ ମାନଙ୍କୁ ମଧ୍ୟ ଏଇଠି ଧନ୍ୟବାଦ ଦେବି, କାହିଁକିନା ମତେ ସେ ଜିନିଷ ପାଇଁ ଯଦି ମାନେ ଆପଣ ମାନଙ୍କୁ ମୁଁ କଷ୍ଟ ଦେଇଥିବି ତ ନିହାତି ଭାବରେ ଆପଣ ମାନେ ମତେ କ୍ଷମା କରିଦେବେ। ମୋର ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ଅଛି, ମୁଁ ଅରବିନ୍ଦ ଡେଲିଭରି ବୟ, ଯାଇକି ଆପଣ ମାନେ ମଧ୍ୟ ଭିଡିଓ ଦେଖିପାରିବେ। ଏତିକି। ନମସ୍କାର, ଜୟ ମା ଶାରଦା ସାଙ୍ଗମାନେ, କେମିତି ଅଛନ୍ତି ଆପଣ ମାନେ? ଆଶା କରୁଛି ଆପଣ ମାନେ ଭଲ ଥିବେ, ମୁଁ ପୁରା ବଢିଆ ଅଛି। ତ ଆପଣ ମାନେ ଦେଖି ଜାଣି ସାରିବେଣି ମୁଁ ଆମ ଗାଁର ପ୍ରଭୁ ଦଧି ବାବନ ଜୀଉଙ୍କ ମନ୍ଦିରରେ ଅଛି। ଆଉ ଆଜି ହଉଛି ମାନେ ବର୍ଷର ଶେଷ ଦିନ, ମାନେ 2025 ସରିଯିବ, କାଲିଠୁ 2026 ଆରମ୍ଭ ହବ। ଆଉ କିଛି ଘଣ୍ଟା ବା କିଛି ସମୟର ଅପେକ୍ଷା ଅଛି। ଦେଖୁଥିବେ ଏବେ ତ ମୁଁ ଡ୍ୟୁଟିରେ ଅଛି, ପାର୍ସଲ ଆଉ 2-4ଟା ଅଛି, ସରିଯିବ। ସକାଳୁ ଗାଧେଇନି ଖାଇନି କିଛି କରିନି, ଏବେ ଯିବି ଘରେ ଗାଧେଇବି ଖାଇବି। ତ ଏଠି ପ୍ରଭୁଙ୍କ ପାଖକୁ ମୁଁ ଆସିଲି, ଯେହେତୁ ଆଜି ବର୍ଷର ଶେଷ ଦିନ ଅଛି। ତ ଏଇଠି ମୁଁ ସମସ୍ତଙ୍କୁ କହିବି କି ଆପଣ ମାନଙ୍କୁ, ସାନ ହୁଅନ୍ତୁ ବଡ ହୁଅନ୍ତୁ ଯିଏ ବି ହୁଅନ୍ତୁ, ଆଉ ସମସ୍ତଙ୍କୁ ଏତିକି କହିବି କି ଯଦି ମୋର ବ୍ୟବହାର ଆପଣ ମାନଙ୍କୁ ଗୋଟେ ବର୍ଷ ଭିତରେ କୌଣସି ଗୋଟିଏ ଦିନ ଖରାପ ଲାଗିଥିବ ବା କିଛି ଦିନ ଖରାପ ଲାଗିଥିବ ତ ନିହାତି ଭାବରେ ମତେ କ୍ଷମା କରିଦେବେ। କାହିଁକି ନା ମଣିଷ ଜୀବନ ଆଜ୍ଞା, ମଣିଷ ମାତ୍ରକେ ଜୀବନରେ ଭୁଲ ଅଛି। ବ୍ୟସ୍ତବହୁଳ ସମୟ ଭିତରେ କୌଣସି ଜିନିଷ ପାଇଁ ଯଦି ଆପଣ ମାନଙ୍କ ଆଗରେ ମାନେ ଆପଣ ମାନଙ୍କୁ ମୁଁ କଷ୍ଟ ଦେଇଥିବି ତ ନିହାତି ଭାବରେ ଆପଣ ମାନେ ମତେ କ୍ଷମା କରିଦେବେ। ଏଇଠି ଗୋଟେ ପଦ କଥା କହିବି କି ଭିଡିଓ ଷ୍ଟାର୍ଟିଂ ରୁ ମୁଁ ଜାଣିନଥିଲି କି ପାଖାପାଖି ବର୍ଷେ ଭଳିଆ ହେଇଯିବ, ଆଉ ବର୍ଷେ ହେଇନି ପାଖାପାଖି ବର୍ଷେ ଭଳିଆ ହେଇଯିବ, ମତେ ଲାଗୁଛି ପାଖାପାଖି ହେଇଯିବ। ତ ଏଇ ସମୟରେ ମତେ ଯୋଉମାନେ ବି ଭଲ ପାଇଛନ୍ତି ସିଏ ମୋ ସାଙ୍ଗମାନେ ହୁଅନ୍ତୁ, ଆଉ ଅଫିସରେ ଷ୍ଟାଫ, ମୁଁ ନାଁ ନେଇକି ବି ମଧ୍ୟ କହିବି ମୋ ଜେଜେ ହୁଅନ୍ତୁ, ଆଉ ମୋ ସାନ ଭାଇ ପିଙ୍କୁ ଅଛି। ଆଉ ପ୍ରଥମ ଗୋଟେ କଥା କହିବି କି ଏଇ ଭଏସ ରେ ଭିଡିଓ କରିବା ମୋ ସାଙ୍ଗ କହିଥିଲା, ସୂର୍ଯ୍ୟକାନ୍ତ ଶତପଥୀ ପୁପୁନି, ଯେ ମୋ ସାଙ୍ଗ। ମୁଁ ଗୋଟେ ଭିଡିଓ ଫାଷ୍ଟ ଭିଡିଓ କରିକି ପକେଇଥିଲି, ସେଇଟା ବି ପକେଇ ଦଉଛି, ଆପଣ ମାନେ ଦେଖନ୍ତୁ। ଜୟ ମା ଶାରଦା ସାଙ୍ଗମାନେ, ଡ୍ୟୁଟି ଷ୍ଟାର୍ଟ ହେଇଗଲା। ତ ମୁଁ ସବୁଦିନ ଗୀତରେ ଭିଡିଓ ପକାଏ, ଆଜି ଫାଷ୍ଟ ଟାଇମ ପାଇଁ ନିଜ ଭଏସ ରେ ଭିଡିଓ କରିଛି, ଦେଖିବା ଆପଣ ମାନଙ୍କୁ କେମିତି ଲାଗୁଛି। ଜୟ ମା ଶାରଦା। ତ ସେଇ ଭିଡିଓ ମତେ କରିକି ପକେଇଲି, ସେ ମତେ କହିଲା ନାଇଁ ତୁ ଭିଡିଓ କରିଚାଲ, ଯାହା ହବ ଦେଖିବା। ଆଉ ସମସ୍ତେ ମତେ ଆଉ ଗୋଟେ ବିନା ପାଣି କ୍ଲବ ର ସବୁ ମେମ୍ବର ମାନେ ସବୁ ଭାଇ ମାନଙ୍କୁ ମଧ୍ୟ ଏଇଠି ଧନ୍ୟବାଦ ଦେବି, କାହିଁକିନା ମତେ ବହୁତ ସାରା ସପୋର୍ଟ ଦେଇଛନ୍ତି। ଆଉ ମୋ ଜେଜେ ମତେ ବହୁତ ସାରା ସପୋର୍ଟ ଦେଇଛନ୍ତି। ଆଜିକା ଡେଟରେ ଦେଖୁଛନ୍ତି ଯେ ମୁଁ ଗାଡି ଖଣ୍ଡେ ଚଲାଉଛି, ଏଇ ଗାଡି ହଉଛି ମୋ ଜେଜେଙ୍କର। ତ ଏଇ ଗାଡି ପାଇଁ ଆଜିକା ଡେଟରେ ଏଇ ଜାଗାରେ ମୁଁ ପହଞ୍ଚିଛି। ତ ଆପଣ ମାନେ ମତେ ବହୁତ ଭଲ ପରିଚୟ ଦେଇଛନ୍ତି, ଆପଣ ମାନଙ୍କ ପାଇଁ ଆଜିକା ସମୟରେ ମୁଁ ପରିଚୟ ପାଇଛି। ଏତିକି କହିବି, ଆଉ ଭଗବାନଙ୍କୁ ଏତିକି କହିବି କି ମତେ ଯୋଉମାନେ ଯାହା ବି ଦେଇଛନ୍ତି ଭଗବାନ ସେମାନଙ୍କୁ 1000 ଗୁଣା ଦିଅନ୍ତୁ। ତ ଏତିକି କହିବାର ଥିଲା। ଆଉ ପାଖାପାଖି କିଛି ସମୟ ପରେ 2026 ହେଇଯିବ, ତ ଏତିକି କହିବି। ଆଉ କିଛି କହିବାକୁ ଆଜ୍ଞା ମୋ ପାଖରେ ଆଉ ବଳ ନାହିଁ। ତ ମୋର ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ଅଛି, ମୁଁ ଅରବିନ୍ଦ ଡେଲିଭରି ବୟ, ଯାଇକି ଆପଣ ମାନେ ମଧ୍ୟ ଭିଡିଓ ଦେଖିପାରିବେ। ଏତିକି କହିକି ରହୁଛି, ନମସ୍କାର, ଜୟ ମା ଶାରଦା।